যাত্রা সিংহবাহিনী পরিবার তরফରୁ ওড়িশার সমস্ত নিউজ চ্যানেলর କାର୍ଯ୍ୟକର୍ତ୍ତାମାନଙ୍କୁ ଅଭିନନ୍ଦନ। ଶୁଭ ଆଶୀର୍ବାଦ ସିଂହବାହିନୀ ତରଫରୁ ଜଗନ୍ନାଥଙ୍କ ତରଫରୁ ମାତ୍ର 1.5 ବର୍ଷ ପାର୍ଟି ଓଡ଼ିଶାର ଅଗଣିତ ଦର୍ଶକ ବନ୍ଧୁମାନଙ୍କର ଭଲ ପାଇବାକୁ ବାଧ୍ୟ କରି ଆଜି ସମସ୍ତଙ୍କ ମୁହଁରୁ ସିଂହବାହିନୀ ଯାଇପାରିଛି। ଆଜି ଏକ ବିଶେଷ ଦିନ। ଯେଉଁ ନ୍ୟୁଜ ଯାତ୍ରା କରିବ ନ କରିବ ସିଏ ମଧ୍ୟ ତାର ବହୁମୂଲ୍ୟ 6 ମାସ এই কন্ট্রোভার্সি ভিতরে নিজକୁ বলিদান ଦେଇଛି। 6 ମାସ ଘରେ ବସିଛି। ତାପରେ ଯାଉ সেই মহাপ্রভুଙ୍କ ইচ্ছা, সেই বাবা জগতেশ্বরଙ୍କ ইচ্ছা এবং সর্বোপরি মা সিংহবাহিনীଙ୍କ ইচ্ছাରେ ବର୍ତ୍ତମାନ বহু ପ୍ରତୀକ୍ଷିତ ନାଟକ ତୁ ମୋ ବଜରଙ୍ଗୀ ଆପାତତ ନାଟକର ରିହର୍ସାଲ ସରିଯାଇଛି। ବର୍ତ୍ତମାନ ବିଜୟ ସ୍ତରରେ ଚାଲିଛି ଏବଂ ବିଧିବଦ୍ଧ ଭାବରେ ଆମେ ଯେଉଁ ତାରିଖ সোশ্যাল মিডিয়াতে ବି বহু ଆଗରୁ ଆମେ ଘୋଷଣା କରିଛୁ ଏବଂ ଆଜି ପ୍ରେସ୍ ରିଲିଜରେ ଆମେ କହୁଛୁ କ'ଣ ଆମର ଚଣ୍ଡିଖୋଲର ଯେଉଁ ସିଣ୍ଡିକେଟ କମିଟି ଆମେ ଜାନୁଆରୀ 5 ତାରିଖ ଦିନ ଆପଣମାନଙ୍କର ନିକଟସ୍ଥ ଚଣ୍ଡିଖୋଲ ସିଣ୍ଡିକେଟ କମିଟି ମାଧ୍ୟମରେ 5 ତାରିଖ ଦିନ ବଜ୍ରଗୀର ଶୁଭମୌର ପ୍ରଥମ ରାତ୍ରି ଅନୁଷ୍ଠିତ ହେବ ଏବଂ ତା ପାଇଁ ବିଧିବଦ୍ଧ সেই নাটকର ট্রেলର ଏବଂ ଟିକେଟ ଉନ୍ମୋଚନ ତାର ବ୍ୟାନର ଉନ୍ମୋଚନ ଏ ସମସ୍ତ କାର୍ଯ୍ୟକ୍ରମ ପାଇଁ ଆପଣମାନଙ୍କୁ ଆମେ ସାଦର ନିମନ୍ତ୍ରଣ କରୁଛୁ। ଆପଣମାନଙ୍କ ଭରସା ଆଉ ବିଶ୍ୱାସକୁ ନେଇ ଏ ନାଟକ ଯେ ବହୁତ ଆଗକୁ ଯିବ। ଓଡ଼ିଶାର ବର୍ତ୍ତମାନ କଳାକୁ ବଞ୍ଚେଇ ରଖିଥିବା ଗୋଟିଏ ମାତ୍ର ସଂସ୍ଥା ହେଉଛି ନାଟ୍ୟ ସଂସ୍ଥା। ବହୁ ଘାତ ପ୍ରତିଘାତ ବିପାକ ମଧ୍ୟରେ ଗଲେ ମଧ୍ୟ ଆଜି ଗାଁ ଗହଳିର ମନୋରଞ୍ଜନର ପ୍ରଥମ ମାଧ୍ୟମ ହେଉଛି ଯାତ୍ରା। ଯେଉଁ ଜାଗାକୁ କିଛି ଏଣ୍ଟରଟେନମେଣ୍ଟ ପହଞ୍ଚି ପାରୁନାହିଁ ସେଇ ଜାଗାରେ ଯାତ୍ରା ପହଞ୍ଚି ପାରୁଛି। 3 ଦିନ 4 ଦିନ ପାଇଁ ଯାତ୍ରା 200 ଲୋକଙ୍କୁ ନେଇ 10-12ଟା ଗାଡ଼ି ନେଇ ବହୁ କଷ୍ଟ ବହୁ ପରିଶ୍ରମ କରି ଯାତ୍ରା ସଂସ୍ଥା ଗାଁ ଗହଳିରେ ପହଞ୍ଚି ଲୋକଙ୍କ ମନୋରଞ୍ଜନ କରୁଛି। ତା ଭିତରେ ବହୁ ଆକ୍ଷେପ ପ୍ରତିଆକ୍ଷେପ ରହୁଛି କିନ୍ତୁ ସର୍ବୋପରି ସାଧାରଣ ମଣିଷ ଗାଁ ଗହଳିର ମଣିଷ ବିଭିନ୍ନ ଆଜିର ଦିନରେ ସମୟ ପରିବର୍ତ୍ତନ ହୋଇଛି। ଯୁବପିଢ଼ି ମଧ୍ୟ ଯାତ୍ରା ପ୍ରତି ଆକୃଷ୍ଟ ହୋଇଛନ୍ତି ଏବଂ ଯୁବପିଢ଼ି ମାନଙ୍କୁ ଯେଉଁ କେତେ ଜଣ କଳାକାର ହାତ ଗଣତି ଆଗକୁ ଆଣିଛନ୍ତି ସେମାନଙ୍କ ଭିତରୁ ବେଶୀ ପ୍ରଚେଷ୍ଟା ଅଛି ଆଜିର ଯେଉଁ ଆକାଂକ୍ଷିତ କଳାକାର ପୀୟୁଷ ତ୍ରିପାଠୀ ମାଧ୍ୟମରେ ଓଡ଼ିଶାର ଯୁବ ସମାଜ ନାଟକ ଦେଖିବା ପାଇଁ ଉତ୍ସାହିତ ହୋଇଛନ୍ତି। ତେଣୁ ସେଇ ଭଗବାନଙ୍କର ଇଚ୍ଛା ଆମେ 5 ତାରିଖ ପାଖରୁ ପୀୟୁଷକୁ ନେଇ ଆମର ଯେଉଁ ନାଟକ ମଞ୍ଚସ୍ଥ କରିବୁ ଏବଂ ସେ ବାବଦରେ ଆମର ଯେଉଁ ଅଛନ୍ତି ଓଡ଼ିଶାର ବି ପ୍ରଥମ ପ୍ରଚେଷ୍ଟା 3-4 ମାସ ଧରି ଚାଲିଛି। ଓଡ଼ିଶା.com ଆମଯାତ୍ରା.com ନାମରେ ଗୋଟେ ବିଧିବଦ୍ଧ ଆଡଭାନ୍ସ ଟିକେଟ ଆମେ ବି